ଦେବଙ୍କ କଥା ସମସ୍ତେ ଜାଣିଛନ୍ତି। ହଁ, ରନ୍ତି ଦେବ ଭାଗବତ ନବମ ସ୍କନ୍ଧରେ ରହିଛି। ରନ୍ତି ଦେବ ଏ ଭରତ ବଂଶରେ ଆସିଥିଲେ, ଦୁଷ୍ମନ୍ତ ପୁତ୍ର ଭରତ, ସେଇ ବଂଶ ବହୁତ ପ୍ରସିଦ୍ଧ, ବହୁତ ଫେମସ୍ ରନ୍ତି ଦେବ। ରନ୍ତି ଦେବ ଏଇପରି ଏକ ମହାପୁରୁଷ ଥିଲେ, ଏଇପରି ଉନ୍ନତ ଭକ୍ତ ଥିଲେ। 48 ଦିନ ଉପବାସ ଥିଲେ, 48 days। ଏମିତି କ'ଣ ଜଳ ହୁଏ ପାନ କରି ରାଜା ରାଜା 48 ଦିନ ପୁରା ଉପବାସ। ଉପବାସ ପରେ ପରିବାର ସହ, ଦେଖ ସେ ଏକୁଟିଆ ନା, ପରିବାର ସହିତ କିପରି ପରିବାର ଦେଖନ୍ତି, ତାଙ୍କର ପତ୍ନୀ, ତାଙ୍କର ରାଣୀ, ତାଙ୍କର ପୁତ୍ରୀ, ଏମାନେ ସମସ୍ତେ ହେଇଥିଲେ। ଏହିପରି 48 ଦିନ ପରେ ଘୃତ ପାଚିତ ଅନ୍ନ, ବିବିଧ ଉପାଦେୟ ସବୁ ଖାଦ୍ୟବସ୍ତୁ ତାଙ୍କ ପାଖରେ ଆସି